ସାଲାଡ଼ର ସ୍ୱାଦ ବଢ଼ାଇବାକୁ ଚାହୁଁଛନ୍ତି କି? ତେବେ ସେଥିରେ ଟମାଟୋ, କାକୁଡ଼ି, ଗାଜର, ପିଆଜ ଓ ଲେମ୍ବୁର ସାଲାଡ଼ ସହିତ ଯଦି ଗଜାମୁଗ, ଗଜାବୁଟ, କଟା ସିଝା ଆଳୁ ଓ ବିଟ୍ ଲୁଣ ଦେଇ ଖାଇବେ ତେବେ ଏହାର ସ୍ୱାଦ ବହୁତ ବଢ଼ିଯିବ। ଚାଉଳରେ ପୋକ ହେଇଯାଉଛନ୍ତି କି? ତେବେ ଚାଉଳରେ ଗୋଟା ଗୋଲମରିଚ ନହେଲେ ଶୁଖିଲା ଲଙ୍କା ମିଶେଇକି ରଖନ୍ତୁ। ଦେଖିବେ ଆଦୌ ପୋକ ହେବ ନାହିଁ। ଦହି ଛୁଙ୍କର ସ୍ୱାଦ ବଢ଼ିବ କେମିତି? ନା ବସା ଦହିରେ ନଡ଼ିଆ କୋରି କିଛି ଲୁଣ, ଚିନି ମିଶେଇ ଗୋଳାନ୍ତୁ। ତାପରେ ତେଲରେ ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା, ସୋରିଷ, ଜିରା, ବୁଟ ଡାଲି, ବିରି ଡାଲି, ହେଙ୍ଗୁ ଇତ୍ୟାଦି ମିଶେଇ ଛୁଙ୍କ ଦିଅନ୍ତୁ। ଏହାଦ୍ୱାରା ଦହି ଛୁଙ୍କର ସ୍ୱାଦ ଖୁବ୍ ବଢ଼ିଯିବ। ବ୍ରେଡ୍ ଟୋଷ୍ଟ ନରମ ହେବାର ଉପାୟ। ବ୍ରେଡ୍କୁ କର୍ଣ୍ଣଫ୍ଲୋର, ବେସନ, କ୍ଷୀର ଓ ଟିକିଏ ଲୁଣର ମିଶ୍ରଣରେ ବୁଡ଼େଇ ଟୋଷ୍ଟ କରନ୍ତୁ। ଫଳରେ ଏହାର ସ୍ୱାଦ ଖୁବ୍ ବଢ଼ିଯିବ ଓ ଏହା ନରମ ହେବ। ମାଛ ଭଜା ଆଇଁଷିଆ ଲାଗୁଛି କି? ପ୍ରଥମେ ମାଛକୁ ପରିଷ୍କାର କରି ଧୋଇଧାଇ ସେଥିରେ ଦହି, ଗୋଲମରିଚ ଗୁଣ୍ଡ, ଲୁଣ, ଭିନେଗାର, ଜୁଆଣି ଗୁଣ୍ଡ ଓ ହଳଦୀ ଗୁଣ୍ଡ ଗୋଳେଇ କିଛି ସମୟ ରଖିଦିଅନ୍ତୁ। ତାପରେ ଭାଜନ୍ତୁ, ଆଉ ଗନ୍ଧ ରହିବ ନାହିଁ। ଲେମ୍ବୁ ଆଚାର ପିତା ନ ଲାଗିବା ପାଇଁ କ'ଣ କରିବେ? ଲେମ୍ବୁକୁ 2 ଫାଳ କରି ତା'ର ରସ ବାହାର କରନ୍ତୁ। ଚିନି, ଲୁଣ, ଲଙ୍କାଗୁଣ୍ଡ, ହେଙ୍ଗୁ, ପାନମହୁରି, ସୋରିଷ ତେଲ ଗୋଳି ପୁର କରି ଫାଳ ଲେମ୍ବୁରେ ଭର୍ତ୍ତି କରି ରସରେ ପକେଇ ଦିନଟିଏ ଖରାରେ ରଖନ୍ତୁ। ତାପରେ ଦେଖିବେ ଲେମ୍ବୁ ଆଚାର ପିତା ହେବ ନାହିଁ।